ବୁଝିଲେ ମନ୍ତ୍ରୀବର, ଏଥର ସମୟ ଆସିଯାଇଛି। ମୁଁ ମୋର ଦୁଇ ପୁଅଙ୍କ ଭିତରୁ ଜଣକୁ ଉତ୍ତରାଧିକାରୀ କରିବି। ଏବେ ଆପଣ କୁହନ୍ତୁ, ମୋ ବଡ଼ ପୁଅ ଅଜୟ ରାଜା ହେବ ନା ମୋ ସାନ ପୁଅ ବିଜୟ ରାଜା ହେବ? ମହାରାଜ, ଆପଣଙ୍କ ଦି ପୁଅ ତ ବହୁତ ଚାଲାକ। ମୋ ମତରେ ଆପଣ ଆମ ଦରବାରର ମୁଖ୍ୟ ପରାମର୍ଶଦାତା ସନା ବାବୁଙ୍କ ପରାମର୍ଶ ନିଅନ୍ତୁ। ବମ୍ ଚିକି ବମ୍। ମହାରାଜଙ୍କର ଜୟ ହେଉ। ମନ୍ତ୍ରୀ ମହୋଦୟ ମୋତେ ସବୁ କଥା କହିଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି ଯେ ଆପଣଙ୍କ ଦି ପୁଅ ଅତ୍ୟନ୍ତ ଯୋଗ୍ୟ ଆଉ ଉଚ୍ଚ ଶିକ୍ଷିତ, ସବୁ ବିଦ୍ୟାରେ ପାରଙ୍ଗତ। ଯେତେବେଳେ ଆପଣ ଏ ନିର୍ଣ୍ଣୟ ମୋ ଉପରେ ଛାଡ଼ିଛନ୍ତି, ମୁଁ ନିଶ୍ଚୟ ସେ ଦି ଭାଇଙ୍କର ଗୋଟେ ପରୀକ୍ଷା ନେବି ଯେ ପ୍ରକୃତରେ ରାଜା ହେବାକୁ କିଏ ଯୋଗ୍ୟ। ଏ ପରୀକ୍ଷାରେ ଆପଣ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ଆଉ ଆପଣଙ୍କୁ ସାହାଯ୍ୟ କରିବେ ବାଘା ବାବୁ। ଆଉ ତାପରେ ଆରେ ଅଜୟ, ତମେ ହେଉଛ ମୋ ବଡ଼ ପୁଅ। ମୋ ବଳ ବୟସ ହଟିଲେ ମୁଁ ଭାବୁଛି ତମକୁ ରାଜା କରିବି। ଏଥିରେ ତମର କ'ଣ ମତ ରହିଛି? ପିତାଶ୍ରୀ, ମୋର ଆଉ କ'ଣ ମତ? ଆପଣ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ। ଯୁବରାଜ ବିଜୟ, ତମେ ହେଉଛ ମୋର ସାନ ପୁଅ। ମୁଁ ଏଇ ନିଷ୍ପତ୍ତି ନେଇଛି ଯେ ମୋର ବଳ ବୟସ ହଟିଲେ ତୁମେ ହିଁ ଏ ରାଜ୍ୟର ଶାସନଭାର ଗ୍ରହଣ କରିବ। ବଡ଼ ଭାଇ ଥାଉ ଥାଉ ମୋତେ କାହିଁ ଏ ଦାୟିତ୍ୱ ଦେଉଛନ୍ତି? ହଉ, ଆପଣଙ୍କର ଯାହା ଇଚ୍ଛା, ମୁଁ ରାଜା ହେବି ଆଉ। ଆଚ୍ଛା ଅଜୟ ବିଜୟ, ଆଜି ବାଘା ବାବୁଙ୍କର ନ୍ୟାୟ ବିଚାର ହେବ। ବାଘା ବାବୁ ଗାଁରେ ସମସ୍ତଙ୍କ ଆଗରେ ମୋ ନାଁରେ ଗାଳିଗୁଲଜ କରୁଥିଲେ। ସେଥିପାଇଁ ମୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ମୋତେ ମୃତ୍ୟୁଦଣ୍ଡ ଦିଅନ୍ତୁନି। ସାଙ୍ଗମାନେ ଭାଙ୍ଗ ପିଆଇ ଦେଇଥିଲେ, ଭାଙ୍ଗ ନିଶାରେ ମୁଁ କ'ଣ ଶୋଧି ଦେଇଛି। ମୁଁ ତ ହୋସରେ ନଥିଲି, ଆଉ କ'ଣ କରିବି? ହଁ ପିତାଶ୍ରୀ, ୟାକୁ ଏତେ ବଡ଼ ଦଣ୍ଡ ଦିଅନ୍ତୁନି। ୟାର ଦୋଷ ଅନୁସାରେ ଦଣ୍ଡଟା ବେଶୀ ହେଇଯାଉଛି। ପିତାଶ୍ରୀ, ସେ ତ ଭାଙ୍ଗ ନିଶାରେ ଥିଲା, ଆଉ କ'ଣ ଗପି ଦେଇଛି ସେ ନିଜେ ବି ଜାଣିନଥିବ। ତାକୁ କ୍ଷମା କରିଦିଅନ୍ତୁ। ଅଜୟ ବିଜୟ, ତମେ ଦି ଜଣ ଅଲଗା ଅଲଗା ଟିକେ ଆସି ମୋ ସାଙ୍ଗରେ ସେପଟେ ଦେଖା କର। ଆଚ୍ଛା ଯୁବରାଜ ଅଜୟ, ତମେ କ'ଣ କହୁଛ? ତାର ମୃତ୍ୟୁଦଣ୍ଡକୁ ମୁଁ ଟିକେ କୋହଳ କରିଦେବି। ସେଥିପାଇଁ ତମକୁ ଗୋଟେ ତ୍ୟାଗ କରିବାକୁ ପଡ଼ିବ। ତାର ଜୀବନ ବଞ୍ଚାଇବାକୁ ଯାଇ ତମକୁ ତମ ରାଜ ପଦବୀ ତ୍ୟାଗ କରିବାକୁ ପଡ଼ିବ। କ'ଣ ଏଥିରେ ତମେ ରାଜି ଅଛ? ରାଜ ପଦବୀ ତ୍ୟାଗ କରିବାକୁ ପଡ଼ିବ? ନା, ଆପଣ ତାକୁ ଯେଉଁ ଦଣ୍ଡ ଦେଉଛନ୍ତି ଦିଅନ୍ତୁ। ତା ପାଇଁ ମୁଁ ଗୋଟେ ମୋ ଭବିଷ୍ୟତଟାକୁ ଅନ୍ଧାରକୁ ଠେଲିଦେବି ନା କ'ଣ? ତାକୁ ଯଦି ତା ଫାଶୀ ଦଣ୍ଡ ଦେବା କଥା ଦେଇଦିଅନ୍ତୁ। ପିତାଶ୍ରୀ କୁହନ୍ତୁ, କ'ଣ ଏକୁଟିଆ ଡାକି ଏମିତି କଥା ହେବେ? ଯୁବରାଜ ବିଜୟ, ବାଘା ବାବୁଙ୍କୁ ମୁଁ ଯେଉଁ ମୃତ୍ୟୁଦଣ୍ଡ ଦେଇଥିଲି, ସେ ମୃତ୍ୟୁଦଣ୍ଡରେ ତମେ ଖୁସି ନାହଁ? ମୁଁ ମାନୁଛି ମହାରାଜ, ସେ ଭାଙ୍ଗ ଖାଇକି ନିଶା ହେଇକି ଆପଣଙ୍କୁ ଏମିତି ସୋଦାସୋଦି ଟିକେ କରିନେଇଛି, କିନ୍ତୁ ତା ପାଇଁ ଏତେ ବଡ଼ ଦଣ୍ଡଟା ଠିକ୍ ନୁହେଁ। ଯେଣିକି ବଡ଼ ଦୋଷ, ସେ ତାଠୁ ଅଧିକ ଦଣ୍ଡ ଠିକ୍ ନୁହେଁ କି ତାଠୁ କମ୍ ଦଣ୍ଡ ଠିକ୍ ନୁହଁ। ହଉ ଠିକ୍ ଅଛି। ତମେ ଯଦି ମୁଁ ଏ ମୃତ୍ୟୁଦଣ୍ଡ ନିଷ୍ପତ୍ତିରେ ସହମତ ନୁହଁ, ତେବେ ତମେ ତାକୁ ବଞ୍ଚାଇବାକୁ ହେଲେ ତମକୁ ତମର ଆଗାମୀ ମିଳିବାକୁ ଥିବା ରାଜପଦ ଛାଡ଼ିବାକୁ ପଡ଼ିବ। କ'ଣ ଏଥିରେ ତମେ ରାଜି ଅଛ? ଦରକାର ନାହିଁ ମୋର ସେ ରାଜପଦ। ପ୍ରଜାମାନଙ୍କ ପାଇଁ ହିଁ ଆମେ ରାଜା, ଆଉ ରାଜାଙ୍କ ପାଇଁ ରାଜପଦ। ଯଦି ପ୍ରଜାମାନଙ୍କୁ ଉଚିତ ନ୍ୟାୟ ନ ମିଳେ, ସେ ରାଜପଦରୁ ଆମକୁ କ'ଣ ମିଳିବ? ବାଘା ଆମଙ୍କର ପୁନଃ ନ୍ୟାୟ ବିଚାର କରନ୍ତୁ। ଦଣ୍ଡବିଧିର ନିୟମ ଅନୁସାରେ ତାକୁ ଦଣ୍ଡ ମିଳୁ। ବାଃ ଯୁବରାଜ ବିଜୟ, ତୁମର ଚିନ୍ତାଧାରା
ଅତ୍ୟନ୍ତ ଉଚ୍ଚ କୋଟିର ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତୁମ ଭିତରେ ଥିବା ପ୍ରଜାବତ୍ସଳତା ଆଉ ଜଣେ ସୁଦକ୍ଷ ଶାସକର ଆଭାସ ମିଳୁଛି। ତମେ ହିଁ ମୋ ଅନ୍ତେ ଏ ରାଜ୍ୟର ରାଜା ହେବ।